ତୁଳସୀ ଚଉରାରେ ଜଳ ଅର୍ପଣ କରିବା ସମୟରେ କହିଦିଅନ୍ତୁ ଏହି ବିଶେଷ ମନ୍ତ୍ର। ଆପଣ ଯାହା ମାଗିବେ ତାହା ମିଳିବ। ନମସ୍କାର ଶ୍ରୋତାବନ୍ଧୁ, ଆମ ଚ୍ୟାନେଲ R&B ଷ୍ଟୋରୀ ଡାଏରୀରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ବିଶେଷ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ। ଯଦି ଆପଣ ଏହି ମନ୍ତ୍ର ତୁଳସୀ ଗଛ ପୂଜା କରୁଥିବା ସମୟରେ ଜପ କରିବେ, ତେବେ ମାତ୍ର ଅଳ୍ପ କିଛି ଦିନ ଭିତରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ। ଆପଣ ଯାହା ବି ମାଗିବେ, ମା ତୁଳସୀ ଦେବୀ ଏହି ମନ୍ତ୍ର ଶୁଣି ଆପଣଙ୍କର ସବୁ ମନସ୍କାମନା ପୂରଣ କରିଦେବେ। ସବୁ ଦେବୀ ଦେବତାମାନେ ମଧ୍ୟ ଏହି ମନ୍ତ୍ର ଶୁଣି ଆପଣଙ୍କ ଇଚ୍ଛା ପୂରଣ କରିଦେବା ସହ ଆପଣଙ୍କର ଦୁଃଖ ସବୁକୁ ହରଣ କରିନେବେ। ଏହା ସବୁ କରିବା ଦ୍ୱାରା ଘରେ ମା ଲକ୍ଷ୍ମୀ ମଧ୍ୟ ସ୍ଥାୟୀ ଭାବେ ବାସ କରିଥାନ୍ତି। ମା ତୁଳସୀଙ୍କର ଆଶୀର୍ବାଦରୁ ଘରେ ହସ ଖୁସିର ବାତାବରଣ ରହିବାକୁ ଲାଗିଥାଏ। ଘରେ କେବେ ବି ଦୁଃଖ ଓ ଦାରିଦ୍ର୍ୟତାର ବାସ ହୋଇନଥାଏ। ବନ୍ଧୁଗଣ, ଆଜି ଆସନ୍ତୁ ଜାଣିନେବା ସେହି ମନ୍ତ୍ରଟି କ'ଣ। ତେବେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। କାହିଁକି ନା ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ମାନି ନିଆଯାଇଥାଏ। କୁହାଯାଏ କି ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ଗଛର ପୂଜା କରାଯାଇଥାଏ, ସେହି ଘରେ କେବେ ବି ଦୁଃଖ, ଦାରିଦ୍ର୍ୟତା ଓ ଦୁର୍ଭାଗ୍ୟର ବାସ ହୋଇନଥାଏ। ସେହି ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତୁଳସୀ ପୂଜା କରିବା ଦ୍ୱାରା ଅନେକ ପୁଣ୍ୟ ପ୍ରାପ୍ତି ହୋଇଥାଏ ଓ ପାପର ନାଶ ହୋଇଥାଏ। କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାରେ ଦେବୀ ଓ ଦେବତାମାନଙ୍କର ବାସ ହୋଇଥାଏ। ତୁଳସୀ ସେହି ଘରର ନକାରାତ୍ମକ ଉର୍ଜାକୁ ଶେଷ କରିଦେଇଥାଏ ଓ ଘରେ କେବଳ ସକାରାତ୍ମକ ଉର୍ଜାକୁ ସଞ୍ଚୟ କରିଥାଏ। ପୌରାଣିକ ମାନ୍ୟତା ଅନୁସାରେ ପ୍ରତ୍ୟେକ ଦିନ ତୁଳସୀ ପୂଜା କରିବାରେ ଧନ, ସମ୍ପତ୍ତି, ବୈଭବ, ସୁଖ ଓ ସମୃଦ୍ଧିର ପ୍ରାପ୍ତ ହୋଇଥାଏ। ମା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି। ଯଦି ପଦ୍ମପୁରାଣ ବିଷୟରେ କହିବା ତ ପଦ୍ମପୁରାଣ ଅନୁସାରେ ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କର ଅର୍ଥାତ୍ ତ୍ରିଦେବଙ୍କର ନିବାସ ହୋଇଥାଏ। ତୁଳସୀ ପୂଜା କରିବାରେ ମହାପାତକ ନାଶ ହୋଇଥାଏ। ଯେମିତି ସୂର୍ଯ୍ୟଙ୍କର ଉଦୟ ହେବାରେ ଅନ୍ଧକାର ନଷ୍ଟ ହୋଇଯାଇଥାଏ, ସେମିତି ଆପଣଙ୍କ ଘରେ ଦୁଃଖ କ୍ଲେଶ ଯଦି ରହିଥିବ, ଘରେ ଯଦି ସବୁବେଳେ ଦାରିଦ୍ର୍ୟତା ଲାଗି ରହୁଥିବ, ଯଦି ପଇସା ବେଶୀ ଦିନ ପାଖରେ ରହୁନାହିଁ, ଯଦି ଆପଣ ସଞ୍ଚୟ କରି ରଖିବାକୁ ଚାହୁଁଥିବେ ତ ସଞ୍ଚୟ ବି ହୋଇକି ରହୁନାହିଁ, ବହୁତ ଶୀଘ୍ର ପଇସା ସବୁ ସରିଯାଉଛି, ଯଦି ବି ଆପଣଙ୍କ ଜୀବନରେ କୌଣସି ନା କୌଣସି ପ୍ରକାର ଟେନସନ୍ ରହୁଛି ବା ଆସୁଛି, ତେବେ ସବୁ ପ୍ରକାରର ଚିନ୍ତା ଏହି ମନ୍ତ୍ର ଜପ କରିବା ଦ୍ୱାରା ଦୂର ହୋଇଥାଏ। ବନ୍ଧୁଗଣ, ମନ୍ତ୍ର ଜପ କରିବା ପାଇଁ ଆପଣ ପ୍ରତିଦିନ ସକାଳୁ ଉଠିଯିବେ ଏବଂ ସ୍ନାନ କରିସାରି ନିଜର ଇଷ୍ଟ ଦେବତାଙ୍କୁ, ଯାହାକୁ ଆପଣ ପସନ୍ଦ କରନ୍ତି ବା ଆପଣଙ୍କ ଘରେ ଯେଉଁ ଠାକୁରଙ୍କର ଫଟୋ ବା ମୂର୍ତ୍ତି ଥିବ, ଠାକୁର ଘରେ ଆପଣ ସେହି ଠାକୁରଙ୍କ ପୂଜା ଆଗ କରିନେବେ। ତାପରେ ଆପଣ ତୁଳସୀ ଚଉରା ପାଖକୁ ଯାଇ ପ୍ରଥମେ ତୁଳସୀ ମାଙ୍କୁ ପ୍ରଣାମ କରିବେ। ଏହାପରେ ତୁଳସୀ ମାଙ୍କୁ ଶୁଦ୍ଧ ଜଳ ଅର୍ପଣ କରିବେ। ବନ୍ଧୁଗଣ, ଆପଣ ଯଦି ଚାହିଁବେ ପୁରା ଗଙ୍ଗା ଜଳରେ ବି ତୁଳସୀ ମାଙ୍କୁ ଜଳ ଅର୍ପଣ କରିପାରିବେ କିମ୍ବା ଶୁଦ୍ଧ ଜଳରେ ଅଳ୍ପ କିଛି ଗଙ୍ଗା ଜଳ ମିଶାଇ ଅର୍ପଣ କରିପାରିବେ। ଏହାପରେ ତାଙ୍କୁ ସିନ୍ଦୁର ଓ ହଳଦୀ ଚଢ଼ାଇବେ। ତୁଳସୀ ଗଛରେ ଚୁନୁରି ଏବଂ ଶଙ୍ଖା ରହିବା ନିହାତି ଆବଶ୍ୟକ। ତୁଳସୀ ମା ଦେବୀ ଅଟନ୍ତି, ତେଣୁ ବିନା ଚୁନୁରିରେ ତୁଳସୀ ଗଛକୁ ପୂଜା କରିବା ଉଚିତ ନୁହେଁ। ଏହା ମା ତୁଳସୀଙ୍କର ଶୃଙ୍ଗାର ହୋଇଥାଏ। ଏହାପରେ ତୁଳସୀ ଚଉରା ମୂଳେ ଘିଅର ଦୀପ ପ୍ରଜ୍ୱଳିତ କରିବେ ଏବଂ ଧୂପକାଠି ବି ନିଶ୍ଚୟ ଜଳାଇବେ। ଏହାପରେ ହାତ ଯୋଡ଼ି ତୁଳସୀ ଚଉରାର ଚାରିପଟେ ଆପଣ 7 ଥର ପରିକ୍ରମା କରିନେବେ। ଏହାପରେ ତୁଳସୀ ଚଉରା ସାମ୍ନାରେ ଆପଣ ବସିଯିବେ ଏବଂ ଅତି କମ୍ରେ 11 ଥର ଏମିତି ମନ୍ତ୍ର ଜପ କରିବେ। ମନ୍ତ୍ରଟି ହେଉଛି ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ ଆଦି ବ୍ୟାଧି ହରା ନିତ୍ୟଂ ତୁଳସୀ ତ୍ୱଂ ନମସ୍ତୁତେ। ଏହି ମନ୍ତ୍ରର ଜପ ଆପଣ ଅବଶ୍ୟ କରିନେବେ। ମନ୍ତ୍ର ଜପ କରିସାରିବା ପରେ ଆପଣ ମା ତୁଳସୀଙ୍କୁ ଛୁଇଁକି ମୁଣ୍ଡ ଲଗାଇକି ଆପଣଙ୍କର ମନସ୍କାମନା ଜଣାଇ ଦେବେ। ଏମିତି କରିବାରେ ଆପଣଙ୍କର ମନସ୍କାମନା, ଆପଣଙ୍କର ଇଚ୍ଛା ସିଧା ଯାଇ ଭଗବାନଙ୍କ ପାଖରେ ପହଞ୍ଚି ଯାଇଥାଏ। ଯେମିତିକି ଆପଣ ଜାଣିଛନ୍ତି, ତୁଳସୀ ମାତା, ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ଅଟନ୍ତି। ଭଗବାନ ବିଷ୍ଣୁଙ୍କର
तुलसी पत्र एवं तुलसी माता अधिक पसंद अटंती। यह व्यतीत भगवान विष्णुकर आराधना ब्रह्मा भी करिथांती, भगवान शिव मध्य करिथांती। तेणु आपण जदि तुलसी माता को पूजा करुछंती तेबे तीनोटी जाक देवतांकर कृपा आपणक उपरे सबुबेले रहिबो। एही मंत्रर प्रभाव रे निजे भगवान प्रभावित होई आपणकर मनस्कामना आपणकर इच्छा पूरण करने बाध्य होई पड़िबे। आपणकर मनस्कामना निश्चय पूरण हेबो। बंधुगण, आपण जेबे प्रतिदिन पूजा करिया सारे तुलसी चौरा पूजा करने को जिबे तो तुलसी पूजा करी सारिबा परे आमे कहिथिबा आजिर एही खास मंत्रटी को मन रखी जप करिवे। आपण तुलसी पूजा करिबा बेले एही मंत्रटी को जप करी भगवान को आपणकर जहाँ भी इच्छा निश्चय कहिबे एवं देखिबे भगवान आपणकर सबु मनस्कामना निश्चय पूर्ण करदेबे। घरु कौनसी कामरे बाहर को जिबा समय रे तुलसी माता को दर्शन करिगले सबु कार्य सफलता मिलिथाए। बंधुगण, जदि ए भिडियोटी आपण मानकु भल लागिला तेबे गोटे लाइक करिबा सहित सांगसाथी मानकु शेयर कर दियंतु। एही भली नुआ नुआ भिडियो देखिबा पई आम चैनल को सब्सक्राइब करी पाखरे आसुथिबा घंटी चिन्ह को दबाई दियंतु। भक्ति रे थरे आपणक इष्टदेवଙ୍କ नाम कमेंट रे लिखि दियंतु। तांकरी कृपारु आपणकर सब इच्छा पूर्ण हेबो। जय जगन्नाथ स्वामी। नमस्कार।